ସାଲେପାଲିଠାରେ ପାଳିତ ହେଲା କ୍ଷେତ୍ର ଦିବସ। କୃଷି ମାନବ ସମାଜ ପାଇଁ ଏକ ମୁଖ୍ୟ କାର୍ଯ୍ୟ। କୃଷି ମାଧ୍ୟମରେ ସମାଜରେ ଅନେକ କିଛି ପରିବର୍ତ୍ତନ ଆସିଥାଏ। କୃଷି କାର୍ଯ୍ୟ ଯୋଗୁଁ ଦେଶରେ ଆର୍ଥିକ ସମସ୍ୟାର ମଧ୍ୟ ପରିବର୍ତ୍ତନ ଆସିଥାଏ। ଅନେକ ଲୋକ କୃଷି କାର୍ଯ୍ୟକୁ ଆପଣାର କରି ନିଜ ପରିବାର ପ୍ରତିପୋଷଣ କରିବା ସହିତ ଦୁନିଆକୁ ଖାଦ୍ୟ ଯୋଗାଇଥାନ୍ତି। କେବଳ ଯେ ଚାଷୀ ହିଁ କୃଷି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ତାହା ନୁହଁ। ସରକାରୀ ଚାକିରିଆ ମଧ୍ୟ କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ସରକାରୀ ସ୍ତରରେ ଚାଷକୁ ଗୁରୁତ୍ୱ ଦେବା ପାଇଁ ଅନେକ କିଛି ମାଧ୍ୟମ କରିଚାଲିଛନ୍ତି। ସେମିତି ଏକ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମଦନ ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମରେ। ବ୍ଲକ ସ୍ୱେଚ୍ଛାସେବୀ ସଂଗଠନ ସେବା ଜଗତ ଦ୍ୱାରା ଚାଷୀମାନଙ୍କୁ ନେଇ ପାଳନ ହୋଇଯାଇଛି କ୍ଷେତ୍ର ଦିବସ। କ୍ଷେତ୍ର ଦିବସ ପାଳନ ଅବସରରେ ଏଗ୍ରିକଲଚର ଅଫିସର ଶ୍ରୀଯୁକ୍ତ ଅଶୋକ ବିମାଲ ଯୋଗ ଦେଇଥିବା ବେଳେ ନାୟବ ସରପଞ୍ଚ ଲଇରାମ ଭୋଇ ଏବଂ ମିଶନ ଶକ୍ତିର MBK CRP ଓ ଚାଷୀ ଭାଇ ଭଉଣୀମାନେ ଯୋଗ ଦେଇଥିଲେ। ଚାଷୀ କୂଳ କେମିତି ଅଧିକ ଲାଭଦାୟକ ଫସଲ କରି ନିଜ ପରିବାରର ଆବଶ୍ୟକତା ପୂରଣ କରିପାରିବେ ଏବଂ ସ୍ୱଳ୍ପ ଖର୍ଚ୍ଚରେ କେମିତି ଅଧିକ ଅମଳ କରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ଗୁରୁତ୍ୱ ସହକାରେ ଆଲୋଚନା କରାଯାଇଥିଲା। ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ସରକାରଙ୍କ ଅନେକ ଯୋଜନା ରହିଛି। ସେହି ଯୋଜନାରେ ସାମିଲ ହୋଇ ଚାଷରୁ ଫାଇଦା ହାସଲ କରିବା ସହିତ ସରକାରଙ୍କ ତରଫରୁ ମିଳୁଥିବା ସରକାରୀ ସହଯୋଗ ବିଷୟରେ ଆଲୋକପାତ କରାଯାଇଥିଲା। ଚାଷୀଙ୍କ ହିତ ପାଇଁ ଆଲୋଚନା ପରେ ସାଲେପାଲି ଗ୍ରାମର ଗିରିଶ ରଣା ଚାଷ କରିଥିବା ମାଣ୍ଡିଆ ଚାଷ ଜମିକୁ ଯାଇ କ୍ରପ୍ କଟିଂ କରିଥିଲେ। ପ୍ରତି ହେକ୍ଟର ପ୍ରତି କେତେ କୁଇଣ୍ଟାଲ ମାଣ୍ଡିଆ ହୋଇଛି ସେଥିପାଇଁ ମାଣ୍ଡିଆର ଓଜନ ନିର୍ଦ୍ଧାରଣ କରାଯାଇଥିଲା। ମାଣ୍ଡିଆ ଚାଷ ଏକ ଲାଭଦାୟକ ଚାଷ। ମାଣ୍ଡିଆ ଚାଷରେ ଚାଷୀଙ୍କୁ ଖୁବ୍ କମ୍ ପରିଶ୍ରମ କରିବାକୁ ପଡ଼ିଥାଏ। ତା ସହିତ ଏବେକା ସମୟରେ ମାଣ୍ଡିଆ ଚାଷକୁ ସରକାରୀ ସ୍ତରରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମାଣ୍ଡିଆ ଚାଷ କରି ଚାଷୀ ଅଧିକ ଉପକୃତ ହୋଇଥିବା ମଧ୍ୟ ନଜରକୁ ଆସିଛି। ତେଣୁ ପ୍ରତ୍ୟେକ ଚାଷୀ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେଇ ଏକ ଲାଭଦାୟକ ଚାଷ କରିବା ପାଇଁ ଚାଷୀ କୂଳକୁ ପରାମର୍ଶ ଦେଇଥିଲେ। ଏହି କ୍ଷେତ୍ର ଦିବସରେ ଅନେକ ଚାଷୀ ଭାଇ ଭଉଣୀ ଯୋଗ ଦେଇ ଚାଷ କାର୍ଯ୍ୟର ଉନ୍ନତ ଶିକ୍ଷା ପାଇବାରେ ସହାୟକ ହୋଇଥିଲେ। କାର୍ଯ୍ୟକ୍ରମର କ୍ଷେତ୍ର ଦିବସକୁ ପାଳନ କରିବା ପାଇଁ ସେବା ଜଗତର ସଂଯୋଜକ ଟଙ୍କଧର ବଗର୍ତ୍ତୀ ପରିଚାଳନା ଭାର ବହନ କରିଥିଲେ। କାରୁଣ୍ଡ ଫାର୍ମର କମ୍ପାନୀର CRPS ଏବଂ ଦୁର୍ଯ୍ୟୋଧନ ରଣା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି କ୍ଷେତ୍ର ଦିବସରେ ମିଲେଟ୍ ଚାଷର ଉଦ୍ୟୋଗ ଲାଭ ଏବଂ ସରକାରୀ ସହଯୋଗ ବିଷୟରେ ଆଲୋଚନା କରାଯାଇଥିଲା। ଗ୍ରାମ ପଞ୍ଚାୟତର ଅନେକ ଚାଷୀ ଭାଇ ଭଉଣୀ ଉପସ୍ଥିତ ରହି ଧୈର୍ଯ୍ୟର ସହକାରେ କ୍ଷେତ୍ର ଦିବସକୁ ପାଳନ କରିଥିଲେ। ବ୍ୟୁରୋ ରିପୋର୍ଟ, AB ନ୍ୟୁଜ୍।